ଜୟ ଜଗନ୍ନାଥ। କେଉଁ ବାରରେ ଜନ୍ମ ହୋଇଥିବା ପିଲାମାନଙ୍କର କେଉଁଭଳି ଚରିତ୍ର ହୋଇଥାଏ ତ ଆଜିର ଭିଡ଼ିଓରେ ଆପଣମାନଙ୍କୁ କହିବି। ଯଦି ଆପଣଙ୍କ ପିଲା ବା ଆପଣ ରବିବାରରେ ଜନ୍ମ ହୋଇଛନ୍ତି, ରବିବାରରେ ଜନ୍ମ ହୋଇଥିବା ପିଲା ନିଶ୍ଚିନ୍ତ ଭାବରେ ଧାର୍ମିକ ହୋଇଥାଏ। ରବିବାରର ପିଲାମାନେ ସେମାନଙ୍କର ସେବା କରିବାର ମନୋବୃତ୍ତି ଥାଏ। ତୀର୍ଥ ବୁଲିବାର ଇଚ୍ଛା ମଧ୍ୟ ବହୁତ ଥାଏ। ରବିବାର ଯେଉଁମାନେ ଜନ୍ମ ହୋଇଥାନ୍ତି ସେମାନେ ପୁଣ୍ୟବନ୍ତ ହୋଇଥାନ୍ତି, ତା ସହିତ ପ୍ରିୟାର୍ସି କ୍ଷମତାଶୀଳ ହୋଇଥାନ୍ତି। ତା ସହିତ ମଧ୍ୟ ସେମାନଙ୍କର ନିଶ୍ଚିନ୍ତ ଭାବରେ 26 ବର୍ଷ ପରେ ସେମାନଙ୍କର ଡେଭଲପ ଆସ୍ତେ ଆସ୍ତେ ଆରମ୍ଭ ହୋଇଥାଏ। ଆଉ ତେଣୁ ସେମାନେ ଭାଙ୍ଗି ପଡ଼ନ୍ତି ବହୁ ସମୟ ଭିତରେ, କାରଣ ନିଜ ଲୋକ ସେମାନଙ୍କର ବହୁତ ଶତ୍ରୁ ହୋଇଥାନ୍ତି। ତା ସହିତ ମଧ୍ୟ ଆପଣାର ଲୋକ ସେମାନଙ୍କୁ ମୁହଁ ମୋଡ଼ି ଯାଇଥିଲେ। ଲଭରେ ଧୋକା ମଧ୍ୟ ଏମାନେ ବହୁ ସମୟରେ ପାଇଥିଲେ। ଏମାନେ ଏକା କାନ୍ଦନ୍ତି, କିନ୍ତୁ ତାଙ୍କର ଆଖିର ଲୁହକୁ ପୋଛିଲା ବାଲା ବେଳେବେଳେ କେହି ନଥାନ୍ତି। କିନ୍ତୁ କିଛି ଅଜଣା ଶକ୍ତି ଏମାନଙ୍କୁ ବହୁତ ସହଯୋଗ କରେ, ଯେଉଁମାନେ ରବିବାର ଜନ୍ମ ହୋଇଥାନ୍ତି। ତାପରେ ବାର ହେଉଛି ସୋମବାର। ସୋମବାର ଯେଉଁମାନେ ଜନ୍ମ ହୋଇଥାନ୍ତି ଏମାନେ ସ୍ୱାଭାବିକ ଭାବରେ କାମୁକ ହୋଇଥାନ୍ତି, କିନ୍ତୁ ପ୍ରକାଶ କରିପାରନ୍ତି ନାହିଁ। ଅନେକ କାମନା ତାଙ୍କ ମନ ଭିତରେ ମଧ୍ୟ ଜାଗ୍ରତ ହୋଇଥାଏ। ସେମାନେ ଏଇଟା କରିବି ସେଇଟା କରିବି ଏମିତି ସବୁ ନାନା ପ୍ରକାର କାମନା। ସେମାନେ ବିଦ୍ୟାବନ୍ତ ମଧ୍ୟ ହୋଇଥାନ୍ତି, ଧାର୍ମିକ ହୋଇଥାନ୍ତି, ଆଧ୍ୟାତ୍ମିକ ଜିନିଷ ପ୍ରତି ତାଙ୍କର ବିଶ୍ୱାସ ମଧ୍ୟ ଥାଏ। ସୁଶୀଳ ମଧ୍ୟ ସେମାନେ ହୋଇଥାନ୍ତି, କଥାବାର୍ତ୍ତା ମିଷ୍ଟାଭାଷୀ ହୋଇଥାନ୍ତି, ପ୍ରସନ୍ନ ବଦନଯୁକ୍ତ ହୋଇଥାନ୍ତି। ତାଙ୍କର ନୀତି ମଧ୍ୟ ସ୍ୱଭାବ ଭାବରେ ଥାଏ, ମଧୁଭାଷୀ ହୋଇଥାନ୍ତି। ଆଉ ସେମାନଙ୍କର ସ୍ୱଭାବ କପଟ ସ୍ୱଭାବ ଠାରୁ ସେମାନେ ଦୂରରେ ରୁହନ୍ତି। ଆଉ ଯେଉଁମାନେ ଉଚ୍ଚ ପାଟି କରନ୍ତି, ଆଉ ଯେଉଁମାନେ ମିଛ କହନ୍ତି, ଆଉ ଯେଉଁମାନେ ସରଳ ବିଶ୍ୱାସରେ ସେମାନଙ୍କୁ ଏମାନେ ଘୃଣା ମଧ୍ୟ କରନ୍ତି। ଯେଉଁମାନେ ସୋମବାରରେ ଜନ୍ମ ହୋଇଥାନ୍ତି, କିନ୍ତୁ ଶିବଙ୍କର ଶକ୍ତି ସେମାନଙ୍କ ଭିତରେ ଥାଏ, ତେଣୁ ଏ ତେଜବନ୍ତ ମଧ୍ୟ ହୋଇଥାନ୍ତି। ଆଉ ଚଳଚଞ୍ଚଳ ମସ୍ତିଷ୍କ ରହିଥାଏ। ତାପରେ ବାର ହେଉଛି ମଙ୍ଗଳବାର। ମଙ୍ଗଳବାର ଯେଉଁମାନେ ଜନ୍ମ ହୋଇଥାନ୍ତି ଏହି ବ୍ୟକ୍ତି କୃଷିକାରୀ ମଧ୍ୟ ହୋଇଥାନ୍ତି। କୌଣସି ଗଛ ଲଗେଇଲେ ମଙ୍ଗଳବାର ଯେଉଁମାନେ ସେମାନଙ୍କ ହାତରେ ବହୁତ ଗଛ ଭଲ ବଢ଼େ। ଆଉ ତା ସହିତ ସେମାନେ ଜାତ ବ୍ୟକ୍ତି କ୍ରୂର ଶତ୍ରୁ, ଘର ପାଖରେ ସେମାନଙ୍କ ଶତ୍ରୁ ଅନେକ ଥାନ୍ତି, କିନ୍ତୁ ସାହସୀ ସେମାନେ ହୋଇଥାନ୍ତି। କିନ୍ତୁ କ୍ଷଣ କୋପୀ ମଧ୍ୟ ହୋଇଥାଏ। ତାଙ୍କ ରାଗ ଯୋଗୁଁ ଅନେକ ସମ୍ପର୍କ କଟିଯାଏ, ହଠାତ୍ ରାଗିଯାଆନ୍ତି ସେମାନେ, କିନ୍ତୁ ଭିତରେ ସେମାନେ ପ୍ରାୟଶ୍ଚିତ ମଧ୍ୟ କରନ୍ତି। ସେମାନେ ଆଉ କ'ଣ ନା ଯଶସ୍ୱୀ ମଧ୍ୟ ହୋଇଥାନ୍ତି। ସେମାନଙ୍କ ଦ୍ୱାରା ବହୁ ଉନ୍ନତି କାର୍ଯ୍ୟ ମଧ୍ୟ ହୋଇଥାଏ। ସେମାନେ ଧାର୍ମିକ ମଧ୍ୟ ହୋଇଥାନ୍ତି, ଯେଉଁମାନେ ମଙ୍ଗଳବାର ଜନ୍ମ ହୋଇଥାନ୍ତି। ମଙ୍ଗଳବାର ଯେଉଁମାନେ ଜନ୍ମ ହୋଇଥାନ୍ତି ସେମାନେ ନିଶ୍ଚିନ୍ତ ମଙ୍ଗଳବାରର ଆରାଧ୍ୟ ଠାକୁର ହନୁମନ୍ତ ମହାରାଜ, ସେମାନେ ନିଶ୍ଚିନ୍ତ ଭାବେ ଦର୍ଶନ କରିଲେ ଆହୁରି ଶୁଭ ଫଳ ମିଳିଥାଏ। ତାପରେ ସେମାନେ ସେଇ ବାରରେ ଆମିଷ ଭକ୍ଷଣ କରିବା କଥା ମଧ୍ୟ ନୁହେଁ। ବୁଧବାର ଯେଉଁମାନେ ଜନ୍ମ ହୋଇଥାନ୍ତି ଜନ୍ମବାର, ତେଣୁ ଜନ୍ମବାର ବୁଧବାର ହେଲେ ଜନ୍ମଗ୍ରହଣ ଯେଉଁମାନେ କରିଥାନ୍ତି ଏମାନେ ବୁଦ୍ଧିମାନ ମଧ୍ୟ ହୁଅନ୍ତି, କିନ୍ତୁ ଏମାନେ ମନ ଭିତରେ ମଧ୍ୟ ଅନେକ କାମନା ଜାଗ୍ର ହୋଇଥାଏ। ଏମାନେ ସୁନ୍ଦର ଦେହଧାରୀ ହୋଇଥାନ୍ତି, ନାନା ଶାସ୍ତ୍ରବିଧ ମଧ୍ୟ ହୋଇଥାନ୍ତି, ଧାର୍ମିକ ଏମାନେ ହୋଇଥାନ୍ତି, ଏମାନେ କୃତକାର୍ଯ୍ୟ ହୋଇଥାନ୍ତି। ଏମାନଙ୍କର 25 ବର୍ଷ ପରେ ଡେଭଲପ ଆରମ୍ଭ ହୋଇଥାଏ। ତାପରେ ବୁଧବାର ଜନ୍ମ ହୋଇଥିବା ବ୍ୟକ୍ତି ଏମାନେ କ'ଣ ହୁଅନ୍ତି ନା ବହୁତ ଯେହେତୁ ଆମେ ବୁଧବାରକୁ ମଧ୍ୟ ଆମିଷ ବାରି କରିଦେଇଛେ, ଏମାନେ କ'ଣ ନା ଆମିଷକୁ ଭାରି ଏମାନଙ୍କର ଲୋଭ ମଧ୍ୟ ହୋଇଥାଏ ଧରି, କିନ୍ତୁ ଏମିତି ବୈରାଗ୍ୟ ଆସିଯାଏ ବେଳେବେଳେ ଏମାନେ ତ୍ୟାଗ ମଧ୍ୟ କରିଦେଇ ପାରନ୍ତି। ଆଉ ତା ସହିତ ମଧ୍ୟ ଏମାନେ ବୁଧବାର ଯେଉଁମାନେ ଜନ୍ମ ହୋଇଥାନ୍ତି ଏମାନେ ନୂଆ ନୂଆ ବସ୍ତ୍ର ପିନ୍ଧିବାକୁ ଭଲ ପାଆନ୍ତି, ନୂଆ ଜାଗାକୁ ବୁଲିବାକୁ ଭଲ ପାଆନ୍ତି। ଆଉ କେହି କ'ଣ କହିଦେଲେ ହୃଦୟକୁ ବହୁତ କଷ୍ଟ ହୁଏ। ଯେଉଁମାନେ ବୁଧବାର ଜନ୍ମ ହୋଇଥାଏ ଏମାନେ ଆଖିରୁ ଧାର ଧାର ଲୁହ ଗଡ଼ିଯାଏ। ଗୁରୁବାର ଯେଉଁମାନେ ଜନ୍ମ ହୋଇଥାନ୍ତି ସେମାନଙ୍କର କ'ଣ ହୁଏ ନା ମଧୁର ଭାଷୀ ହୋଇଥାନ୍ତି, ସୁଶୀଳ ହୋଇଥାନ୍ତି, କ୍ଷମାବନ୍ତ ହୁଅନ୍ତି। ସେମାନେ ପରୋପକାରୀ ହୋଇଥାନ୍ତି, କାହା ହୃଦୟର କଷ୍ଟ ମଧ୍ୟ ସେମାନେ ଦେଖିପାରନ୍ତି ନାହିଁ। ଗୁରୁବାର ଜନ୍ମ ହୋଇଥିବା ପଶୁ ପକ୍ଷୀ ମଧ୍ୟ କୌଣସି ଜାଗାରେ କଷ୍ଟ ପାଇଲେ ସେମାନେ ମଧ୍ୟ ସହିପାରନ୍ତି ନାହିଁ, ଲକ୍ଷ୍ମୀମନ୍ତ ହୋଇଥାନ୍ତି। ସେମାନେ ଯାହା ଘରକୁ ଯାଆନ୍ତି ସେମାନେ ନିଶ୍ଚିନ୍ତ ଧନବାନ ମଧ୍ୟ ହୁଅନ୍ତି। ଝିଅ ପିଲା ହୋଇଥିଲେ ଯଦି ଯେଉଁଠି ବିବାହ କରନ୍ତି ଗୁରୁବାର, ଲକ୍ଷ୍ମୀ ସେମାନଙ୍କର ମଧ୍ୟ ବଢ଼ିଥାଏ। ଆଉ ତା ସହିତ ଏମାନେ ବହୁ ଜନପ୍ରିୟ ମଧ୍ୟ ହୋଇଥାନ୍ତି। ଏମାନେ ବହୁ ଡେଭଲପ ଭବିଷ୍ୟତରେ କରନ୍ତି। 35 ବର୍ଷ ପରେ ଏମାନଙ୍କୁ କ'ଣ ହୁଏ ନା କିଛି ରୋଗ ମଧ୍ୟ ଆକ୍ରମଣ କରେ, ଯେ କି ଯୌବନ ଅବସ୍ଥାରେ କିଛି ରୋଗ ମଧ୍ୟ ଆକ୍ରମଣ କରେ। ଆଉ ଯାହାଦ୍ୱାରା ସେମାନେ ବହୁତ କଷ୍ଟ ମଧ୍ୟ ଭୋଗ କରନ୍ତି, କିନ୍ତୁ କିଛି ଦିନ ପରେ ରୋଗ ଦୂର ହୋଇଯାଏ। ଏମାନଙ୍କ ଦ୍ୱାରା ବହୁ ଉନ୍ନତି, ଅନ୍ୟର ମଧ୍ୟ ପରୋପକାର ସାହାଯ୍ୟ ମଧ୍ୟ ଏମାନେ ଅନ୍ୟମାନେ କରନ୍ତି। ଶୁକ୍ରବାର ଯେଉଁମାନେ ଜନ୍ମ ହୋଇଥାନ୍ତି ଏମାନେ ସ୍ୱାଭାବିକ ରୋମାଣ୍ଟିକ ହୋଇଥାନ୍ତି, ତା ସହିତ ବୁଲାବୁଲି ପ୍ରିୟ ମଧ୍ୟ ହୋଇଥାନ୍ତି, ଦୀର୍ଘଜୀବୀ ମଧ୍ୟ ବହୁ ଦିନ ସେମାନେ ବଞ୍ଚନ୍ତି, ଆଉ ରମଣୀୟ ହୋଇଥାନ୍ତି। ତେଣୁ କପଟ ମନର ଭିତରେ ମଧ୍ୟ ତାଙ୍କର ଥାଏ ଧରି ବେଳେବେଳେ କପଟ ସେମାନେ ମଧ୍ୟ ଅନ୍ୟ ପାଇଁ କରି ପକାନ୍ତି, ଯାହାଦ୍ୱାରା ଧରି ସେମାନେ ନିଜେ ପକାନ୍ତି ମୁଁ ଏ କଥାଟା କରିକି ଭୁଲ ହେଲା, ହଠାତ୍ ରାଗି ମଧ୍ୟ ଯାଆନ୍ତି। ସେମାନେ ଶୁକ୍ରବାର ଯେଉଁମାନେ ଜନ୍ମ ହୋଇଥାନ୍ତି ସେମାନଙ୍କ ପାଖରେ ଧନ ଧାନ୍ୟ କେବେ ବି ଅଭାବ ହୋଇନଥାଏ, ହଠାତ୍ ଆସି ଧନ ପହଞ୍ଚିଯିବ। ସେମାନେ ଧାର୍ମିକ ପରାୟଣ ମଧ୍ୟ ହୋଇଥାନ୍ତି। ସେମାନଙ୍କ ପେଟକୁ ବହୁତ ଲୋକ ନାଟ ମାରିଥାନ୍ତି, କାହିଁକିନା ସେମାନେ ଯାହାକୁ ବିଶ୍ୱାସ କରିଥାନ୍ତି ସେମାନେ ଭରସା ତୁଟେଇଥାନ୍ତି। ତାପରେ ଶନିବାର ଜନ୍ମଗ୍ରହଣ କରିଥିବା ବ୍ୟକ୍ତିମାନେ ପ୍ରାୟତଃ କ'ଣ ହୁଅନ୍ତି ନା ସେମାନେ ଉଚ୍ଚ ଅଭିଳାଷୀ ହୋଇଥାନ୍ତି, ବହୁତ ଧନ ସେମାନଙ୍କ ପାଖରେ ଥାନ୍ତା, ଏକଥା ମଧ୍ୟ ସେମାନେ ଚିନ୍ତା, କିନ୍ତୁ ସବୁଥିରେ ସେମାନେ ଲସ୍ ହୁଏ ବେଳେବେଳେ ମଧ୍ୟ ଥାଏ। ଶନିବାରରେ ଯେଉଁମାନେ ଜନ୍ମ ହୋଇଥାନ୍ତି ଯଶସ୍ୱୀ ହୋଇଥାନ୍ତି, ତେଣୁ ଅନ୍ୟ ହଠାତ୍ ମଧ୍ୟ ସେମାନଙ୍କୁ ଧନ ପ୍ରାପ୍ତି ହୋଇଥାଏ।
ଅନ୍ୟର କିଛି ପଇସା ମଧ୍ୟ ସେମାନେ ପ୍ରାପ୍ତି କରିବାର ଯୋଗ ମଧ୍ୟ ରହିଥାନ୍ତି। କିନ୍ତୁ ସ୍ୱଭାବତଃ କୃପଣ ସ୍ୱଭାବର ହୋଇଥାନ୍ତି ଯେଉଁମାନେ ଶନିବାର ଜନ୍ମ ବ୍ୟର୍ଥ ଖର୍ଚ୍ଚ କେଉଁମାନେ କରିବାକୁ ଭଲ ପାଆନ୍ତି ନାହିଁ। ତା ସହିତ ସେମାନେ ଆଧ୍ୟାତ୍ମିକ ବାଦୀ ମଧ୍ୟ ହୋଇଥାନ୍ତି। ପର ଉପକାର ମଧ୍ୟ ବହୁତ ସମୟ କରନ୍ତି। ଏମାନଙ୍କ ଦ୍ୱାରା ମଧ୍ୟ ବହୁତ ସଂସାର ଲାଭ ହୋଇଥାଏ। ଶନିବାର ଥିବା ବ୍ୟକ୍ତି ଶନି ଗ୍ରହଙ୍କୁ ପୂଜା କଲେ ବହୁତ ସୁଫଳ ମଧ୍ୟ ସେମାନେ ପ୍ରାପ୍ତି କରିଥାନ୍ତି। ଏମାନେ କ'ଣ କରନ୍ତି ନା ସବୁବେଳେ ଅନ୍ୟର ଦୁଃଖକୁ କେବେ ବି ସହିପାରନ୍ତି। ବେଳେବେଳେ ଅନ୍ୟକୁ ଧନ ଦେଇ ମଧ୍ୟ ପସ୍ତାନ୍ତି। କାହିଁକିନା ଫେରସ୍ତ ପାଇବା ଏଇ ଶନିବାର ଜନ୍ମ ହୋଇଥିବା ବ୍ୟକ୍ତିମାନେ ଏମାନଙ୍କର ବହୁତ ଡେଭଲପ୍ ଅଛି। ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଏମାନେ ଜବ୍ ମଧ୍ୟ କରନ୍ତି ଯେଉଁମାନେ ଶନିବାର ଜନ୍ମ। ଆପଣଙ୍କ ଜନ୍ମ କେଉଁ ବାରରେ ନିହାତି ଭାବରେ ଭିଡ଼ିଓର କମେଣ୍ଟ ବକ୍ସ ମାଧ୍ୟମରେ ନିହାତି ଜଣାନ୍ତୁ। ସତରେ କ'ଣ ଲକ୍ଷଣ ଆପଣଙ୍କ ସହିତ ମିଶୁଛି କି? ଏ ଭିଡ଼ିଓ କେତେ ସତ କେତେ ମିଛ ଆପଣମାନେ ନିଶ୍ଚିତ କମେଣ୍ଟ ବକ୍ସ ମାଧ୍ୟମରେ ନିହାତି ଜଣାନ୍ତୁ। ଭିଡ଼ିଓକୁ ସେୟାର କରିବେ ଆଉ ଚ୍ୟାନେଲରେ ଯଦି ନୂଆ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ପଞ୍ଚ। ଜୟ ଜଗନ୍ନାଥ। ଧନ ଅର୍ଜନେ ଧର୍ମ କରି ଧର୍ମେ ପ୍ରାପତ ନରହରି। ଆପଣଙ୍କ ଉପାର୍ଜିତ ଧନକୁ ଯଦି ଧର୍ମ କାର୍ଯ୍ୟରେ ଲଗାଇବା ପାଇଁ ଚାହୁଁଛନ୍ତି, କିଛି ଅସହାୟ ଅସୁସ୍ଥ ବ୍ୟକ୍ତି ପାଖରେ ଆମେ ପ୍ରତିଦିନ ପହଞ୍ଚୁ ଆଉ କିଛି ସହଯୋଗ କରୁ। ଯଦି ଆପଣଙ୍କର ସେ ଗୁଣ୍ଡୁଚି ମୂଷା ଭଳି ଦାନ ସେଇ କାର୍ଯ୍ୟରେ ଲାଗିବା ପାଇଁ ଚାହୁଁଛନ୍ତି, ସ୍କ୍ରିନରେ ଚାଲିଥିବା ଏ ନମ୍ବରରେ ଏବେ କଲ୍ କରନ୍ତୁ। ଆମେ ଦେବୁ ଆପଣଙ୍କୁ ଫୋନ୍ ପେ ନମ୍ବର। ଆପଣଙ୍କର ଯେତିକି ସମର୍ଥ ରହିଛି ବା ସାମର୍ଥ୍ୟ ଅନୁସାରେ ଆପଣ ପ୍ରଦାନ କରିବେ ଆପଣଙ୍କର ଅର୍ଥ ରାଶି। ଏବେ ଆପଣ ଜାଣିକି ଆନନ୍ଦିତ ହେବେ, ଗୋଟିଏ ଆମ୍ବୁଲାନ୍ସ କିଣାଯାଇଛି କେବଳ ରୋଗୀ ସେବା ପାଇଁ। ଯଦି ଆପଣଙ୍କର କିଛି ଅର୍ଥ ସେ ଆମ୍ବୁଲାନ୍ସ ପାଇଁ ଆପଣ ସହଯୋଗ କରିବା ପାଇଁ ଚାହାନ୍ତି ତ ଏବେ କଲ୍ କରନ୍ତୁ ଏଇ ନମ୍ବରରେ। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ।